ମାର୍କ 9 ପର୍ବ 1 ପଦ। ପୁନଶ୍ଚ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଈଶ୍ୱରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ପାଦ ପାଇବେ ନାହିଁ। ମାର୍କ 9 ପର୍ବ 2 ପଦ ଠାରୁ 13 ପଦ ପର୍ଯ୍ୟନ୍ତ। ଯୀଶୁଙ୍କ ରୂପାନ୍ତରଣ। ଯୀଶୁଙ୍କ ରୂପାନ୍ତରଣ। 6 ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଜହନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ଘେନିଗଲେ। ଆଉ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ। ତାହାଙ୍କ ବସ୍ତ୍ର ଏପରି ଉଜ୍ଜଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରିପାରେ ନାହିଁ। ପୁଣି ମୋଶାଙ୍କ ସହିତ ଏଲିୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା। ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମେମାନେ ଯେ ଏ ସ୍ଥାନରେ ଅଛୁ ଏହା ଉତ୍ତମ। ଆମେମାନେ 3ଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ। କାରଣ ସେ କି ଉତ୍ତର ଦେବେ ବୋଲି ଜାଣିନଥିଲେ, ଯେଣୁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ। ପୁଣି ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା। ଆଉ ସେଇ ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର। ପୁଣି ହଠାତ୍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗେ କେବଳ ଯୀଶୁଙ୍କ ବିନା ଆଉ କାହାରିକି ଦେଖିଲେ ନାହିଁ। ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ଯୀଶୁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମେମାନେ ଯାହା ଯାହା ଦେଖୁଅଛ ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକି କୁହ ନାହିଁ। ସେଥିରେ ସେମାନେ ସେହି କଥା ଶୁଣି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କ'ଣ ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦନବାଦ କରିବାକୁ ଲାଗିଲେ। ଆଉ ସେମାନେ ତାହାଙ୍କୁ ପଚାରିଲେ, ପ୍ରଥମରେ ଅବଶ୍ୟ ଏଲିୟଙ୍କ ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି? ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଏଲିୟ ପ୍ରଥମରେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, ମାତ୍ର ମନୁଷ୍ୟପୁତ୍ର ବହୁ ଦୁଃଖ ଭୋଗ କରି ତୁଚ୍ଛୀକୃତ ହେବେ, ଏହା କିପରି ତା ବିଷୟରେ ଲେଖା ଅଛି। କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ଏଲିୟ ଆସି ସାରିଲେଣି, ଆଉ ତାହାଙ୍କ ବିଷୟରେ ଯେପରି ଲେଖା ଅଛି ତଦନୁସାରେ ମଧ୍ୟ ସେମାନେ ତାହାଙ୍କ ପ୍ରତି ଯାହା ଯାହା ଇଚ୍ଛା ତାହା କରିଅଛନ୍ତି। ଭୂତଗ୍ରସ୍ତ ବାଳକର ସୁସ୍ଥତା। ମାର୍କ 9 ପର୍ବ 14 ପଦ ଠାରୁ 29 ପଦ ପର୍ଯ୍ୟନ୍ତ। ପରେ ସେମାନେ ଶିଷ୍ୟମାନଙ୍କ ନିକଟ ଆସି ଦେଖିଲେ, ସେମାନଙ୍କ ଚତୁର୍ଦିଗରେ ବହୁ ସଂଖ୍ୟକ ଲୋକ ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦନ କରୁଥିଲେ। ଲୋକ ସମୂହ ତାହାଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ଫୋନିତ ହେଲେ ଓ ଦୌଡ଼ି ଆସି ତାଙ୍କୁ ନମସ୍କାର କରିବାକୁ ଲାଗିଲେ। ସେଥିରେ ଯୀଶୁ ସେମାନଙ୍କୁ ପଚାରିଲେ, ତୁମେମାନେ ସେମାନଙ୍କ ସହିତ କ'ଣ ବାଦନ କରୁଅଛ? ଲୋକ ସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋର ପୁଅକୁ ଆପଣା ନିକଟକୁ ଆଣିଥିଲି। ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଅଛି। ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇ ଦିଏ। ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖି ଯାଉଅଛି। ତାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମମାନଙ୍କର ବ୍ୟବହାର ସହିବି? ତାହା ମୋ ପାଖକୁ ଆଣ। ସେଥିରେ ସେମାନେ ତାହାଙ୍କ ଛାମୁକୁ ଆଣିଲେ। ପୁଣି ତାହାଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାଙ୍କୁ ଭୟଙ୍କର ଭାବେ ମୋଡ଼ି ପକାଇଲା ଓ ସେ ଭୂମିରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା। ସେତେବେଳେ ଯୀଶୁ ତାହାର ପିତାଙ୍କୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲା କାଳରୁ। ସେ ତାହାଙ୍କୁ ମାରି ପକାଇବା ପାଇଁ ଥରକୁ ଥର ନିଆଁ ଓ ପାଣିରେ ପକାଇଅଛି। କିନ୍ତୁ ଆପଣ ଯଦି କିଛି କରିପାରନ୍ତି ତାହେଲେ ଆମମାନଙ୍କ ପ୍ରତି ଦୟା କରି ଆମମାନଙ୍କର ଉପକାର କରନ୍ତୁ। ସେଥିରେ ଯୀଶୁ ତାହାଙ୍କୁ କହିଲେ, କ'ଣ କହିଲ? ଯଦି କରିପାରନ୍ତି, ବିଶ୍ୱାସୀ ପକ୍ଷରେ ସମସ୍ତ ହିଁ ସମ୍ଭବ। ସେହି କଣି ପିଲାଟିର ପିତା ଉଚ୍ଚ ସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋର ଅବିଶ୍ୱାସର ପ୍ରତିକାର କରନ୍ତୁ। ପରେ ଲୋକ ସମୂହ ଏକତ୍ର ଦୌଡ଼ି ଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା,
ମୁଁ ତତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରି ଯା, ପୁଣି ଆଉ କେବେ ହେଁ ଏଠାରେ ପଶିବୁ ନାହିଁ। ସେଥିରେ ସେ ଚିତ୍କାର କରି ତାକୁ ଅତ୍ୟନ୍ତ ମୋଡ଼ି ପକାଇ ବାହାରିଗଲା, ଆଉ ପିଲାଟା ମଲା ପରି ହୋଇଗଲା। ଏପରିକି ଅଧିକାଂଶ କହିଲେ ସେ ମରିଗଲା। କିନ୍ତୁ ଯୀଶୁ ତାହାର ହାତ ଧରି ତାକୁ ଉଠାଇଲେ, ଆଉ ସେ ଠିଆ ହେଲା। ପୁଣି ସେ ଗୃହକୁ ଆସନ୍ତେ ତାହାର ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ? ଯୀଶୁ ସେମାନଙ୍କୁ କହିଲେ, ପ୍ରାର୍ଥନା ବିନା ଆଉ କହିଁରେ ଏ ପ୍ରକାର ଭୂତ ଛଡ଼ା ଯାଇପାରେ ନାହିଁ। ନିଜ ମୃତ ବିଷୟରେ ଯୀଶୁଙ୍କୁ ପୁନଃସୂଚନା। ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ପୁନଃସୂଚନା। ମାର୍କ 10 ପର୍ବ 30 ପଦ ଠାରୁ 32। ସେମାନେ ସେହି ସ୍ଥାନରୁ ପ୍ରସ୍ଥାନ କରି ଗାଲିଲୀର ମଧ୍ୟ ଦେଇ ଯାତ୍ରା କଲେ। ଆଉ କେହି ତାହା ଜାଣନ୍ତୁ ବୋଲି ତାହାଙ୍କର ଇଚ୍ଛା ନଥିଲା, କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି। ପୁଣି ସେମାନେ ତାହାଙ୍କୁ ବଦ୍ଧ କରିବେ, ଆଉ ସେ ହତ ହେଲା ଉତ୍ତାରେ 3 ଦିନ ପରେ ପୁନରୁତ୍ଥାନ କରିବେ। କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ ଓ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ। ସବୁଠାରୁ ଶ୍ରେଷ୍ଠ ସମସ୍ତଙ୍କ ସେବକ। ମାର୍କ 9 ପର୍ବ 33 ପଦ ଠାରୁ 37 ପର୍ଯ୍ୟନ୍ତ। ପରେ ସେମାନେ କଫରନାହୁମକୁ ଆସିଲେ। ଯୀଶୁ ଘରେ ପହଞ୍ଚି ସେମାନଙ୍କୁ ପଚାରିଲେ, ତୁମେମାନେ ବାଟରେ କ'ଣ ତର୍କ ବିତର୍କ କରୁଥିଲ? କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ, କାରଣ କିଏ ଶ୍ରେଷ୍ଠ ଏ ବିଷୟ ଘେନି ସେମାନେ ବାଟରେ ପରସ୍ପର ବାଦାନୁବାଦ କରିଥିଲେ। ସେଥିରେ ଯୀଶୁ ଉପବେଶନ କରି 12ଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହେଲେ ସେ ସମସ୍ତଙ୍କ ଠାରୁ ସାନ ଓ ସମସ୍ତଙ୍କର ସେବକ ହଉ। ପୁଣି ଯୀଶୁ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ଓ ତାହାଙ୍କୁ ଅଲିଙ୍ଗନ କରି ସେମାନଙ୍କୁ କହିଲେ, ଯେ କେହି ମୋ ନାମରେ ଏପରି ସାନ ପିଲାଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାକୁ ଗ୍ରହଣ କରେ। ଯେ ବିପକ୍ଷ ନୁହେଁ ସେ ସପକ୍ଷ। ଯେ ବିପକ୍ଷ ନୁହେଁ ସେ ସପକ୍ଷ। ମାର୍କ 9 ପର୍ବ 38 ଠାରୁ 41 ପର୍ଯ୍ୟନ୍ତ। ଜହନ ତାଙ୍କୁ କହିଲେ, ହେ ଗୁରୁ, ଆମମାନଙ୍କ ଦଳରେ ନଥିବା ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମମାନଙ୍କ ଦଳରେ ନଥିବାରୁ ତାହାଙ୍କୁ ମନା କଲୁ। କିନ୍ତୁ ଯୀଶୁ କହିଲେ, ତାହାଙ୍କୁ ମନା କର ନାହିଁ, କାରଣ ମୋ ନାମରେ ଶକ୍ତିରେ କାର୍ଯ୍ୟ କରି ହଠାତ୍ ମୋହର କୁର୍ସା କରିପାରିବ ଏପରି ଲୋକ କେହି ନାହିଁ। କାରଣ ଯେ ଆମମାନଙ୍କର ବିପକ୍ଷ ନୁହେଁ ସେ ଆମମାନଙ୍କର ସପକ୍ଷ। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ତୁମେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯେ କେହି ତୁମକୁ ଗିନାଏ ପାଣି ପିଇବାକୁ ଦେବ, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ। ବିଶ୍ୱାସରେ ବିଘ୍ନକାରୀର ଦଣ୍ଡ। ମାର୍କ 9 ପର୍ବ 42 ପଦ ଠାରୁ 50 ପର୍ଯ୍ୟନ୍ତ। ଆଉ ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକି ପଥର ଟଙ୍ଗା ଯାଇ ତାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତା ପକ୍ଷରେ ଭଲ ହୋଇଥାନ୍ତା। ପୁଣି ତୁମର ହସ୍ତ ଯଦି ତୁମର ବିଘ୍ନର କାରଣ ହୁଏ, ତେବେ ତାହା କାଟି ପକାଅ। 2 ହସ୍ତ ଘେନି ନରକ ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ ପକ୍ଷରେ ଭଲ। କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। ଆଉ ତୁମ୍ଭର ପାଦ ଯଦି ତୁମର ବିଘ୍ନର କାରଣ ହୁଏ, ତେବେ ତାହା କାଟି ପକାଅ। ତୁମର ପାଦ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ ପକ୍ଷରେ ଭଲ। କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। ପୁଣି ତୁମର ଚକ୍ଷୁ ଯଦି ତୁମର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ। 2 ଚକ୍ଷୁ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ 1 ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ ପକ୍ଷରେ ଭଲ। କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ। ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣାକ୍ତହୀନ ହୁଏ, ତାହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ? ତୁମେମାନେ ଆପଣା ଆପଣା ଠାରେ ଲବଣ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ।
ଛାଡ଼ପତ୍ର ସମ୍ପର୍କରେ ଯୀଶୁଙ୍କ ଶିକ୍ଷା। ମାର୍କ 10 ପର୍ବ 1 ପଦ ଠାରୁ 12 ପଦ ପର୍ଯ୍ୟନ୍ତ ସେ ସେହି ସ୍ଥାନରୁ ପ୍ରସ୍ଥାନ କରି ଜିହୁଦା ସୀମା ଓ ଜର୍ଦ୍ଦନର ପାରାପାରିକି ଆସିଲେ। ଆଉ ଲୋକ ସମୂହକୁ ପୁନର୍ବାର ତାଙ୍କ ନିକଟରେ ଏକତ୍ର ହୁଅନ୍ତେ ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ଫାରୁସୀମାନେ ତାଙ୍କ ନିକଟକୁ ଆସି ତାଙ୍କୁ ପରୀକ୍ଷା କରି ପଚାରିଲେ, ଆପଣା ସ୍ତ୍ରୀ କି ପରିତ୍ୟାଗ କରିବା କ'ଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୋଶା ତୁମମାନଙ୍କୁ କି ଆଜ୍ଞା ଦେଇଅଛନ୍ତି? ସେମାନେ କହିଲେ, ତ୍ୟାଗପତ୍ର ଲେଖି ସ୍ତ୍ରୀ କି ପରିତ୍ୟାଗ କରିବା ନିମନ୍ତେ ମୋଶା ଅନୁମତି ଦେଇଅଛନ୍ତି। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତୁମମାନଙ୍କ ହୃଦୟର କଠିନତା ଦେଖି ସେ ତୁମମାନଙ୍କ ନିମନ୍ତେ ଏହି ଆଜ୍ଞା ଲିପିବଦ୍ଧ କରିଅଛନ୍ତି। କିନ୍ତୁ ସୃଷ୍ଟିର ଆରମ୍ଭରୁ ସେ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ। ଏହି କାରଣରୁ ପୁରୁଷ ଆପଣା ପିତାମାତାକୁ ପରିତ୍ୟାଗ କରିବ, ଆଉ ସେ ଦୁହେଁ ଏକାଙ୍ଗ ହେବେ। ଏଣୁ ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି। ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି ମନୁଷ୍ୟ ତାହା ବିଭିନ୍ନ ନ କରୁ। ପରେ ଶିଷ୍ୟମାନେ ଘରେ ତାହାଙ୍କୁ ଏ ବିଷୟ ପୁନର୍ବାର ପଚାରିବାକୁ ଲାଗିଲେ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଯେ କିଏ ଆପଣା ସ୍ତ୍ରୀ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ ସେ ତାହା ବିରୁଦ୍ଧରେ ବ୍ୟଭିଚାର କରେ। ଆଉ ଯଦି ସ୍ତ୍ରୀ ଆପଣା ସ୍ୱାମୀ କି ପରିତ୍ୟାଗ କରି ଅନ୍ୟକୁ ବିବାହ କରେ ତେବେ ସେ ବ୍ୟଭିଚାର କରେ। ଶିଶୁ ପ୍ରିୟ ଯୀଶୁ। ମାର୍କ 10 ପର୍ବ 13 ପଦ ଠାରୁ 16 ସେ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି ଏଥିପାଇଁ ଲୋକେ ସେମାନଙ୍କୁ ତାଙ୍କ ନିକଟକୁ ଆଣିବାକୁ ଲାଗିଲେ। ମାତ୍ର ଶିଷ୍ୟମାନେ ତାହାଙ୍କୁ ଧମକ ଦେଲେ। ଯୀଶୁ ତାହା ଦେଖି ବିରକ୍ତ ହୋଇ ସେମାନଙ୍କୁ କହିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ, କାରଣ ଈଶ୍ୱରଙ୍କର ରାଜ୍ୟ ଏହି ପ୍ରକାର ଲୋକମାନଙ୍କର। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କର ରାଜ୍ୟ ଗ୍ରହଣ ନ କରେ। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କର ରାଜ୍ୟ ଗ୍ରହଣ ନ କରେ ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ। ପୁଣି ସେ ସେମାନଙ୍କୁ କୋଳରେ ଘେନି ଓ ସେମାନଙ୍କ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କଲେ। ଜଣେ ଧନୀ ଯୁବା। ଲୁକ 10 ପର୍ବ 17 ପଦ ଠାରୁ 31 ପଦ ପର୍ଯ୍ୟନ୍ତ ଜଣେ ଧନୀ ଯୁବା। ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ି ଆସି ତାଙ୍କ ଛାମୁରେ ଜାନୁ ପାତି ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି? ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋତେ ସତ୍ ବୋଲି କାହିଁକି କହୁଛ? ଜଣଙ୍କ ବିନା ଅର୍ଥାତ୍ ଈଶ୍ୱରଙ୍କ ବିନା ଅନ୍ୟ କେହି ସତ୍ୟ ନୁହେଁ। ଆଜ୍ଞାଗୁଡ଼ିକ ତ ତୁମେମାନେ ଜାଣ, ନର ହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାକୁ ସମଦର କର। ସେ ତାଙ୍କୁ କହିଲେ, ହେ ଗୁରୁ, ଏ ସମସ୍ତ ମୁଁ ଯୌବନ କାଳରୁ ପାଳନ କରି ଆସିଅଛି। ଯୀଶୁ ତାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁ ତାଙ୍କୁ ସ୍ନେହ କଲେ ଓ କହିଲେ, ତୁମ୍ଭର ଗୋଟିଏ ବିଷୟ ଊଣା ଅଛି। ତୁମେ ଯାଇ ଆପଣା ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ। ପୁଣି ଆସି ମୋହର ଅନୁଗମନ କର। କିନ୍ତୁ ଏହି କଥାରେ ତାର ମୁଖ ମଳିନ ହୋଇଗଲା ଓ ସେ ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାର ବହୁତ ସମ୍ପତ୍ତି ଥିଲା। ସେଥିରେ ଯୀଶୁ ଚତୁର୍ଦିଗକୁ ଦୃଷ୍ଟିପାତ କରି ଆପଣା ଶିଷ୍ୟମାନଙ୍କୁ କହିଲେ, ଯେଉଁମାନଙ୍କର ଧନ ଅଛି ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ। ତାହାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମିତ ହେଲେ। କିନ୍ତୁ ଯୀଶୁ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ବତ୍ସଗଣ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର। ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ସୂଚୀର ଛିଦ୍ର ଦେଇ ଓଟର ଯିବା ସହଜ। ସେଥିରେ ସେମାନେ ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପରସ୍ପରକୁ କହିଲେ, ତେବେ କିଏ ପରିତ୍ରାଣ ପାଇପାରେ? ଯୀଶୁ ସେମାନଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ନୁହେଁ, କାରଣ ଈଶ୍ୱରଙ୍କର ସମସ୍ତ ସାଧ୍ୟ। ପିତର ତାହାଙ୍କୁ କହିବାକୁ ଲାଗିଲେ, ଦେଖନ୍ତୁ, ଆମ୍ଭେ ସମସ୍ତ ପରିତ୍ୟାଗ କରି ଆପଣଙ୍କର ଅନୁଗାମୀ ହୋଇଅଛୁ। ଯୀଶୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭ୍ରାତା କି ଭଗ୍ନୀ କି ମାତା କି ପିତା କି ସନ୍ତାନ ସନ୍ତତି କି ଭୂମି ପରିତ୍ୟାଗ କରିଅଛି, ଆଉ ଏବେ ଇହ କାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତଗୁଣରେ ଗୃହ ଭ୍ରାତା ଭଗ୍ନୀ ମାତା ସନ୍ତାନ ସନ୍ତତି ଓ ଭୂମି ପୁଣି ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ।
किंतु प्रथम थिबा अनेक लोक शेषरे पड़िबे और शेषरे थिबा अनेक लोक प्रथम हेबे। निज मृत्यु विषय रे जीशुंको तृतीय थर सूचना। मार्क 10 पर्व 32 पद ठारू 34 पद पर्यंत से माने जेरुसलाम को यात्रा करथुवा समय पथ मध्य थिले और जीशु सेमानक आगे आगे जाउथिले आउ से माने विस्फनित और पाश्चातगामी लोके भीत होइथिले किंतु से पुनर्बार द्वादश को अंतर करी ताहांक प्रति जहाँ जहाँ घटिबाकू जाउअछि सेही सबु ताहांकू जणाइबाकू लागिले। जीशु कहले देख आमे माने जेरुसलाम को यात्रा करूछु मनुष्यपुत प्रधान याजक और शास्त्री मानक हस्तरे समर्पित हेब आउ से माने ताहांकू प्राण दंडाज्ञ दे बेजाति मानक हस्तरे समर्पण करिवे पुणी से माने ताहांकू परिहास करिवे ताहांको उपरे छेप पकाइबे ताहांकू कोरडा मारिबे ओ बद्ध करिवे आउ 3 दिन उतारे से पुनरुत्थान करिवे। जाकुब और जहनଙ୍କ अनुरोध। मार्क 10 पर्व 35 पद ठारू 45 पद पर्यंत परे जेबेदीଙ୍କ पुत्र माने जाकुब और जहन तांको छामुक आसी कहले हे गुरु आम मानकर इच्छा जे आमे माने आपणक ठारू जहा किछि मागिबो ता आम मानक पई आपण करंतु। तो जीशु से मानक पचारिले मु तुम मानक पई कोन करिबि बोली तुमे माने इच्छा करूछ। से माने तांको कहले आपण महिमा प्राप्त हेले जेपरि आम मानक मध्यरु जणे आपणक दक्षिण पार्श्वरे और अन्य जण बाम पाखरे पार्श्वरे बसिबो आम मानक एही बर दियंतु। किंतु जीशु से मानक कहले तुमे माने कोन मागोछ ता जानुना मु जेउ पात्र रे पान करूछि सेतरे कि तुमे माने पान करि पार अबा मु जेउ बाप्तिस्मरे बाप्तिजित होउछि सेतरे कि तुमे माने बाप्तिजित होई पार। से माने तांको कहले पारु। जीशु से मानक कहले मु जेउ पात्र रे पान करूछि तुमे माने सेतरे पान करिवो पुणी मु जेउ बाप्तिस्मरे बाप्तिजित होउछि तुमे माने सेतरे बाप्तिजित हेबो किंतु मोहर दक्षिण अबा बाम पार्श्वरे बसिबाकू देवा मोहर अधिकार विषय नुहे बरं जो माने को निमंते स्थान प्रस्तुत करा जाई अछि से माने बसिबे। अन्य 10 जन यह सुनी जाकुब और जहनक उपरे विरक्त हेबाकू लागिले सेतिरे जीशु सेमानक पाखकू डाकी कहले जो माने बेजाति मानकर शासनकर्ता रूपे गणित से माने सेमानक उपरे प्रभुत्व करंती ओ सेमानकर महान व्यक्ति माने सेमानक उपरे कर्तृत्व करंती या तुमे माने जान किंतु तुम मानक मध्यरे से प्रकार नुहे मात्र तुम मानक मध्यरे जे के महान हेबाकू इच्छा करे से तुम मानकर सेवक हो पुणी तुम मानक मध्यरे जे के प्रधान हेबाकू इच्छा करे से समस्तंकर दास हो कारण मनुष्य पुत्र मध्य सेवा पाइबाकू आसी नांती मात्र सेवा करिबाकू ओ अनेकंक निमंते मुक्तिर मूल्य स्वरूपे अपना प्राण देबाकू आसी अछंती। बात्मीमय अंधार सुस्थता। मार्क 10 पर्व 46 पद ठारू 52 पद पर्यंत बार्टिमय अंधर सुस्थता पर से माने जिरिहोरे उपस्थित हेले आउ से आपणा शिष्य मानक बहु संख्यक लोक सहित जिरिहोरु प्रस्थान करने समय बार्टिमयर पुत्र बार्टिमय नामक जड़े अंध भिक्षुक पथ पार्श्वरे बसीथिला। से जे नाजरित जीशु यह शुणी से उच्च स्वर रे कहबाकू लागिला हे दाऊद संतान जीशु मते दया करंतु। एथिरे अनेक ताहांकू तुनी हेबा पई धमक देबाकू लागिले किंतु से आउरी अधिक उच्च स्वर रे कहबाकू लागिला हे दाऊद संतान मते दया करंतु। सेथिरे जीशु ठिया होई कहले ताहाकू डाक। से माने सेही अंध लोकटी को डाकी कहले साहस धर उठ से तुमको डाकू अछंती। तहिरे से आपणा चादर फोपाड़ी देई उठी जीशुंक निकटକୁ आसिला। जीशु ताहांकू उत्तर देले मु तुम पई कोन करिबी बोली तुमे इच्छा करूछ। से अंध लोकटी ताहांकू कहला हे गुरु मु जेपरी दृष्टि पाए। जीशु ताहांकू कहले जाओ तुमर विश्वास तुमको सुस्थ करिअछि। तत्क्षणात से दृष्टि पाई पथरे तांक पछ पछे चालिबाकू लागिला। जीशुंको विजय यात्रा। मार्क 11 पर्व 1 पद ठारू 11 पद पर्यंत जेतेबेले से माने जेरुसलाम निकटवर्ती होई जीत पर्वत पार्श्वस्थ बेथफागी और बेथनिया निकटरे उपस्थित हेले सेतेबेले आपणा शिष्य मानक मध्यरु 2 जन को यही कथा कही पठाइले।
ତୁମମାନଙ୍କ ସମ୍ମୁଖସ୍ଥ ସେଇ ଗ୍ରାମକୁ ଯାଅ, ସେଥିରେ ପ୍ରବେଶ କରିବା କ୍ଷଣି ଯାହା ଉପରେ କେହି କେବେ ଚଢ଼ି ନାହିଁ ଏପରି ଗୋଟିଏ ଗଧ ଛୁଆକୁ ବନ୍ଧା ହୋଇଥିବା ଦେଖିବ, ତାହାକୁ ଫିଟାଇ ଘେନି ଆସ। ଆଉ ଯେବେ କେହି ତୁମମାନଙ୍କୁ କୌଣସି କାହିଁକି ଏହା କରୁଅଛ ବୋଲି କହେ, ତେବେ କହିବ ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାଙ୍କୁ ଅବିଳମ୍ବେ ଏଠାକୁ ପଠାଇଦେବେ। ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧ ଛୁଆକୁ ବନ୍ଧା ହୋଇଥିବା ଦେଖି ତାହାଙ୍କୁ ଫିଟାଇଲେ। ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧ ଛୁଆକୁ ଫିଟାଇ କ'ଣ କରୁଛ? ଯୀଶୁ ଯେପରି କହିଥିଲେ ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ। ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ। ଯୀଶୁଙ୍କ ନିକଟକୁ ଗଧ ଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ସେ ତାହା ଉପରେ ବସିଲେ। ପୁଣି ଅନେକ ପଥରେ ଆପଣା ଆପଣା ଲୁଗା ବିଞ୍ଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଞ୍ଛାଇ ଦେଲେ। ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋସନ୍ନା, ହୋସନ୍ନା, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। ଆମମାନଙ୍କର ପିତୃପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି ତାହା ଧନ୍ୟ। ଉର୍ଦ୍ଧ୍ୱ ଲୋକରେ ହୋସନ୍ନା। ପରେ ସେ ଜେରୁସାଲାମକୁ ଆସି ମନ୍ଦିରରେ ପ୍ରବେଶ କଲେ। ପୁଣି ଚତୁର୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ଦ୍ୱାଦଶଙ୍କ ସହିତ ବେଥନିଆକୁ ବାହାରି ଗଲେ। ଡିମିରି ଗଛକୁ ଯୀଶୁଙ୍କ ଅଭିଶାପ। ମାର୍କ 11 ପର୍ବ 12 ପଦ ଠାରୁ 14 ପଦ ପର୍ଯ୍ୟନ୍ତ। ତହିଁହାର ଦିନ ସେମାନେ ବେଥନିଆରୁ ଆସୁଥିବା ସମୟରେ ସେ କ୍ଷୁଧିତ ହେଲେ, ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମ୍ବିରି ଗଛ ଦେଖି କେଜାଣି ସେଥିରୁ ଫଳ ପାଇବେ ଏହି ଆଶାରେ ତାହା ପାଖକୁ ଗଲେ। କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମ୍ବିରି ଫଳର ସମୟ ନଥିଲା। ସେଥିରେ ଯୀଶୁ ତାହାଙ୍କୁ କହିଲେ, ଆଉ କେବେ ହେଁ କେହି ତୋ ଠାରୁ ଫଳ ନ ଖାଉ। ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ। ଯୀଶୁଙ୍କ ମନ୍ଦିର ପରିଷ୍କାର। ମାର୍କ 11 ପର୍ବ 15 ପଦ ଠାରୁ 19 ପଦ ପର୍ଯ୍ୟନ୍ତ। ତାପରେ ସେମାନେ ଜେରୁସାଲାମକୁ ଆସିଲେ, ଆଉ ସେ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରୁ କ୍ରୟ ବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ। ପୁଣି ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ, ଆଉ ମନ୍ଦିର ମଧ୍ୟ ଦେଇ କାହାରିକି କୌଣସି ପାତ୍ର ଘେନି ଯିବାକୁ ଅନୁମତି ଦେଲେ ନାହିଁ। ପୁଣି ସେ ସେମାନଙ୍କୁ ଶିକ୍ଷା ଦେଇ ଦଉ କହିଲେ, ଏହା କ'ଣ ଲେଖା ନାହିଁ, ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନା ଗୃହ ବୋଲି ବ୍ୟାଖ୍ୟାତ ହେବ, କିନ୍ତୁ ତୁମେମାନେ ତାହାଙ୍କୁ ଦୃଶ୍ୟମାନଙ୍କର ଗୃହର କରିଅଛ। ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏହା ଶୁଣି ତାହାଙ୍କୁ କି ପ୍ରକାର ବିନାଶ କରିପାରନ୍ତି ତାହା ଚେଷ୍ଟା କରିବାକୁ ଲାଗିଲେ, କାରଣ ଲୋକ ସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ। ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରକୁ ବାହାରି ଯାଉଥିଲେ। ଶୁଷ୍କ ଡିମିରି ବୃକ୍ଷରୁ ଶିକ୍ଷା। ମାର୍କ 11 ପର୍ବ 20 ପଦ ଠାରୁ 26 ପଦ ପର୍ଯ୍ୟନ୍ତ। ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମ୍ବିରି ଗଛଟି ମୂଳରୁ ଶୁଖି ଯାଇଥିବା ଦେଖିଲେ। ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରି ଗଛକୁ ଶାପ ଦେଇଥିଲେ ତାହା ଶୁଖିଗଲାଣି। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କଠାରେ ବିଶ୍ୱାସ ରଖ। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯେ କେହି ଏ ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ଆଉ ଆପଣ ହୃଦୟରେ ସନ୍ଦେହ ନ କରି ଯାହା କହୁଅଛି ତା ଘଟିବ ବୋଲି ବିଶ୍ୱାସ କରିବ, ତା ନିମନ୍ତେ ତାହା ଘଟିବ। ଅତଏବ ମୁଁ ତୁମମାନଙ୍କୁ କହୁଅଛି, ତୁମେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେ ସବୁ ପାଇବ। ପୁଣି ତୁମେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମମାନଙ୍କର କିଛି କଥା ଥାଏ, ତାହେଲେ କ୍ଷମା କର, ଯେପରି ତୁମମାନଙ୍କର ସ୍ୱର୍ଗସ୍ଥ ପିତା ମଧ୍ୟ ତୁମମାନଙ୍କର ଅପରାଧ ସବୁ କ୍ଷମା କରିବେ। କିନ୍ତୁ ତୁମେମାନେ ଯେବେ କ୍ଷମା ନ କର, ତେବେ ତୁମମାନଙ୍କର ସ୍ୱର୍ଗସ୍ଥ ପିତା ମଧ୍ୟ ତୁମମାନଙ୍କର ଅପରାଧ କ୍ଷମା କରିବେ ନାହିଁ। ଯୀଶୁଙ୍କ ଅଧିକାରକୁ ଆହ୍ୱାନ। ମାର୍କ 11 ପର୍ବ 27 ପଦ ଠାରୁ 33 ପଦ ପର୍ଯ୍ୟନ୍ତ। ପରେ ସେମାନେ ପୁନର୍ବାର ଜେରୁସାଲାମକୁ ଆସିଲେ, ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀ ଓ ପ୍ରାଚୀନ ବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମେ କେଉଁ ଅଧିକାରରେ ଏ ସମସ୍ତ କରୁଅଛ? ଅବା ଏହିସବୁ କରିବାକୁ ତୁମକୁ କିଏ ଏହି ଅଧିକାର ଦେଲା?
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ। ତାହେଲେ ମୁଁ କେଉଁ ଅଧିକାରରେ ଏ ସମସ୍ତ କରୁଅଛି ତାହା ତୁମମାନଙ୍କୁ କହିବି। ଜହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା? ମୋତେ ଉତ୍ତର ଦିଅ। ସେଥିରେ ସେମାନେ ପରସ୍ପର ତର୍କ ବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ ତାହେଲେ ସେ କହିବେ, ତେବେ ତୁମେମାନେ କାହିଁକି ତାହାକୁ ବିଶ୍ୱାସ କଲ ନାହିଁ? ଅବା ମନୁଷ୍ୟଠାରୁ ବୋଲି କ'ଣ କହିବା? ସେମାନେ ଲୋକ ସମୂହକୁ ଭୟ କରୁଥିଲେ, କାରଣ ସମସ୍ତେ ଜହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ। ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁନାହୁଁ। ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏ ସମସ୍ତ କରୁଅଛି ତାହା ମୁଁ ମଧ୍ୟ ତୁମମାନଙ୍କୁ କହିବି ନାହିଁ। ଦ୍ରାକ୍ଷା କ୍ଷେତ୍ରରେ ଦୁଷ୍ଟ ଭୋଗ ଚାଷୀଙ୍କ ଦୁଷ୍ଟତା। ଦ୍ରାକ୍ଷା କ୍ଷେତ୍ରରେ ଦୁଷ୍ଟ ଭାଗ ଚାଷୀଙ୍କ ଦୃଷ୍ଟାନ୍ତ। ମାର୍କ 12 ପର୍ବ 1 ପଦ ଠାରୁ 12 ପଦ ପର୍ଯ୍ୟନ୍ତ। ଏଥି ଉତ୍ତାରେ ସେ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ, ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷା କ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷା କୁଣ୍ଡ ଖୋଳି ପ୍ରହରୀ ଗ୍ରହ ନିର୍ମାଣ କଲେ। ପୁଣି କୃଷକମାନଙ୍କୁ ସେଇ କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ। ପରେ କୃଷକମାନଙ୍କ ଠାରୁ ଦ୍ରାକ୍ଷା କ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସଙ୍କୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ। କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇ ଦେଲେ। ସେ ପୁଣି ସେମାନଙ୍କ ନିକଟକୁ ଆଉ ଜଣେ ଦାସଙ୍କୁ ପଠାଇଲେ। ସେମାନେ ତାହାର ମୁଣ୍ଡ ଫଟାଇ ଦେଲେ ଓ ତାହାଙ୍କୁ ଅପମାନ କଲେ। ସେ ଆଉ ଜଣକୁ ପଠାଇଲେ, ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେ ଆହୁରି ଅନେକଙ୍କୁ ପଠାଇଲେ। ସେମାନଙ୍କ ମଧ୍ୟରୁ କେତେକଙ୍କୁ ସେମାନେ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ। ତାଙ୍କ ନିକଟରେ ଜଣେ ମାତ୍ର ରହିଲେ, ସେ ତାଙ୍କ ପ୍ରିୟ ପୁତ୍ର। ଆଉ ପୁଅଙ୍କୁ ସେମାନେ ମାନ୍ୟ କରିବେ, ଏହା କହି ସେ ଅବଶେଷରେ ତାଙ୍କୁ ସେମାନଙ୍କ ନିକଟକୁ ପଠାଇଲେ। ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ ଏହାକୁ ବଦ୍ଧ କରିବା, ତାହେଲେ ଅଧିକାର ଆମମାନଙ୍କର ହେବ। ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷା କ୍ଷେତ୍ରର ବାହାରେ ପକାଇଦେଲେ। ତେବେ ଦ୍ରାକ୍ଷା କ୍ଷେତ୍ରର କର୍ତ୍ତା କ'ଣ କରିବେ? ସେ ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷା କ୍ଷେତ୍ର ଦେବେ। ତୁମେମାନେ କି ଧର୍ମଶାସ୍ତ୍ରର ଏ ବାକ୍ୟ ମଧ୍ୟ ପାଠ କରିନାହ? ଗୃହ ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଆଗ୍ରହ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା। ପ୍ରଭୁଙ୍କ ଠାରୁ ଏହା ହେଲା, ଆଉ ତାହା ଆମମାନଙ୍କର ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ। ଏଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକ ସମୂହକୁ ଭୟ କରୁଥିଲେ, କାରଣ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ। ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ। କର ଦେବା ପ୍ରସଙ୍ଗ। ମାର୍କ 12 ପର୍ବ 13 ପଦ ଠାରୁ 17 ପଦ ପର୍ଯ୍ୟନ୍ତ। ପରେ ତାହାଙ୍କ କଥାର ଛିଦ୍ର ଧରିବା ନିମନ୍ତେ ସେମାନେ ଫାରୁସୀ ଓ ହରଦୀୟମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ। ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ ଆପଣ ସତ୍ୟ ଓ କାହାରିକି ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କର ମାର୍ଗ ଶିକ୍ଷା ଦିଅନ୍ତି। କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନା, ଆମ୍ଭେମାନେ ଦେବା କି ନାହିଁ? କିନ୍ତୁ ସେ ସେମାନଙ୍କ କପଟତା ଜାଣି ସେମାନଙ୍କୁ କହିଲେ, କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ଅଧୂଳି ମୋ ପାଖକୁ ଆଣ, ମୁଁ ତାହା ଦେଖେ। ତହିଁରେ ସେମାନେ ତାହା ଆଣିଲେ। ସେ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର? ସେମାନେ ତାଙ୍କୁ କହିଲେ, କାଇସରଙ୍କର। ସେଥିରେ ଯୀଶୁ ସେମାନଙ୍କୁ କହିଲେ, କାଇସରଙ୍କର ଯାହା ତାହା କାଇସରଙ୍କୁ ଦିଅ, ପୁଣି ଈଶ୍ୱରଙ୍କର ଯାହା ତାହା ଈଶ୍ୱରଙ୍କୁ ଦିଅ। ତହିଁରେ ସେମାନେ ତାହାଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ। ସାଧୁକୀଙ୍କ ପୁନରୁତ୍ଥାନ ପ୍ରଶ୍ନ। ସାଧୁକୀଙ୍କ ପୁନରୁତ୍ଥାନର ପ୍ରଶ୍ନ। ମାର୍କ 12 ପର୍ବ 18 ପଦ ଠାରୁ 27 ପଦ ପର୍ଯ୍ୟନ୍ତ। ଏଥିଉଠାରେ ପୁନରୁତ୍ଥାନ ନାସ୍ତି କରୁଥିବା ସାଧୁକୀମାନେ ତାଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ, ହେ ଗୁରୁ, ମୋଶା ଆମମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ ଯଦି କୌଣସି ଲୋକର ଭାଇ ମରେ ଆଉ ତାହାର ଭାର୍ଯ୍ୟା ଜୀବିତ ଥାଏ, ପୁଣି ତାହାର କୌଣସି ସନ୍ତାନ ନଥାଏ, ତାହେଲେ ତାର ଭାଇ ତାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ। କିନ୍ତୁ 7 ଭାଇ ଥିଲେ। ପ୍ରଥମଟି ଗୋଟିଏ ସ୍ତ୍ରୀକି ବିବାହ କଲା ଓ
ଓ ନିଃସନ୍ତାନ ହୋଇ ମଲା। ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା। ତୃତୀୟଟି ସେହି ପ୍ରକାର କଲା। ଆଉ 7 ଜଣ ଯାକ ନିଃସନ୍ତାନ ହୋଇ ମଲେ। ସମସ୍ତଙ୍କ ଶେଷରେ ସେ ସ୍ତ୍ରୀଟି ମଧ୍ୟ ମଲା। ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? 7 ଜଣ ଯାକ ତ ତାହାକୁ ବିବାହ କରିଥିଲେ। ଯୀଶୁ ସେମାନଙ୍କୁ କହିଲେ, ଧର୍ମଶାସ୍ତ୍ର ପୁଣି ଈଶ୍ୱରଙ୍କର ଶକ୍ତି ମଧ୍ୟ ଜାଣିବା କି ତୁମମାନଙ୍କର ଭ୍ରାନ୍ତିର କାରଣ ନୁହେଁ? ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ପିତାଙ୍କର ପରି ରୁହନ୍ତି। ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି ସେ ସମ୍ବନ୍ଧରେ ତୁମେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରିନାହ ଯେ ଈଶ୍ୱର କିପରି ତାହାଙ୍କୁ କହିଲେ, ଆମ୍ଭେ ଆବ୍ରାହମଙ୍କର ଈଶ୍ୱର, ଇସାକଙ୍କର ଈଶ୍ୱର ଓ ଯାକୁବଙ୍କର ଈଶ୍ୱର। ସେ ମୃତମାନଙ୍କର ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର। ତୁମେମାନେ ବଡ଼ ଭ୍ରାନ୍ତ ହେଉଅଛ। ଶ୍ରେଷ୍ଠ ଆଜ୍ଞା। ମାର୍କ 12 ପର୍ବ 28 ପଦ ଠାରୁ 34 ପଦ ପର୍ଯ୍ୟନ୍ତ। ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦନ ଶୁଣି ଓ ସେ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କି ପ୍ରକାର ଆଜ୍ଞା ପ୍ରଧାନ? ଯୀଶୁ ଉତ୍ତର ଦେଲେ, ପ୍ରଧାନ ଆଜ୍ଞା ଏହି ହେ, ଇସ୍ରାଏଲ ଶୁଣ, ପ୍ରଭୁ ଆମମାନଙ୍କର ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି। ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। ଦ୍ୱିତୀୟଟି ଏହି, ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମାତୁଲ୍ୟ ପ୍ରେମ କର। ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠତର ଆଜ୍ଞା ନାହିଁ। ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ ଯେ ସେ ଯେ ଏକ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି। ପୁଣି ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମ ଓ ବଳିଦାନ ଅପେକ୍ଷା ଗୁରୁତର। ସେ ବୁଦ୍ଧି ସହିତ ଉତ୍ତର ଦେଉଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟଠାରୁ ତୁମେ ଦୂରବର୍ତ୍ତୀ ନୁହଁ। ଏଥି ଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ। ଖ୍ରୀଷ୍ଟ କାହାର ସନ୍ତାନ? ମାର୍କ 12 ପର୍ବ 35 ପଦ ଠାରୁ 44 ପର୍ଯ୍ୟନ୍ତ। ଖ୍ରୀଷ୍ଟ କାହାର ସନ୍ତାନ? କିନ୍ତୁ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ ଉତ୍ତର ଦେଲେ, ଖ୍ରୀଷ୍ଟ ଯେ ଦାଉଦଙ୍କର ସନ୍ତାନ ଏହା ଶାସ୍ତ୍ରୀମାନେ କିପରି କହନ୍ତି? ସ୍ୱୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ଅଭିଷ୍ଟ ହୋଇ କହିଥିଲେ, ପ୍ରଭୁ ମୋହର ପ୍ରଭୁ କହିଲେ, ଆମ୍ଭେ ଯେ ପର୍ଯ୍ୟନ୍ତ ତୁମର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖିନାହୁଁ ସେ ପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଉ। ସ୍ୱୟଂ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି, ତେବେ ସେ କି ପ୍ରକାର ତାହାଙ୍କର ସନ୍ତାନ? ଶାସ୍ତ୍ରୀମାନଙ୍କଠାରେ ସତର୍କତା। ଶାସ୍ତ୍ରୀମାନଙ୍କଠାରୁ ସତର୍କତା। ସର୍ବସାଧାରଣ ଲୋକେ ଆନନ୍ଦରେ ତାହାଙ୍କ କଥା ଶୁଣୁଥିଲେ। ପୁନଶ୍ଚ ସେ ଆପଣା ଶିକ୍ଷା ମଧ୍ୟରେ କହିଲେ, ଶାସ୍ତ୍ରୀମାନଙ୍କଠାରୁ ସାବଧାନ। ସେମାନେ ଦୀର୍ଘ ବାସନ ପରିଧାନ କରି ଭ୍ରମଣ କରିବାକୁ, ପୁଣି ହାଟ ବଜାରରେ ନମସ୍କାର, ସମାଜ ଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି। ସେମାନେ ବିଧବାମାନଙ୍କର ଗୃହ ସବୁ ଗ୍ରାସ କରନ୍ତି ଓ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି। ସେମାନେ ଗୁରୁତର ଦଣ୍ଡ ପାଇବେ। ବିଧବାର ଦାନ। ପରେ ସେ ଭଣ୍ଡାରର ସମ୍ମୁଖରେ ବସି ଲୋକ ସମୂହକୁ କିପରି ସେଥିରେ ପଇସା ପକାଉଅଛନ୍ତି ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶୀ ପକାଉଥିଲେ। ଆଉ ଜଣେ ଦରିଦ୍ର ବିଧବା ଆସି 1 ପାହୁଳା ମୂଲ୍ୟର 2 କ୍ଷୁଦ୍ର ମୁଦ୍ରା ସେଥିରେ ପକାଇଲା। ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି। କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପାଇ ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା ସେହିସବୁ ପକାଇଲା। ମନ୍ଦିର ଧ୍ୱଂସ ବିଷୟରେ ସୂଚନା।
ମାର୍କ 13 ପର୍ବ 1 ଆଉ 2 ପଦ। ସେ ମନ୍ଦିରରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ କିପରି ପ୍ରସ୍ତର ଓ କିପରି ପ୍ରସାଦ। ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମେ କ'ଣ ଏ ସମସ୍ତ ବୃହତ ପ୍ରସାଦ ଦେଖୁଅଛ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ ହେବ। ଯୁଗ ଶେଷର ଲକ୍ଷଣ। ମାର୍କ 13 ପର୍ବ 3 ପଦ ଠାରୁ 23 ପଦ ପର୍ଯ୍ୟନ୍ତ। ପରେ ସେ ଜିତ ପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଅନ୍ଧ୍ରିୟ ତାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ? ପୁଣି ଯେଉଁ ସମୟରେ ଏସବୁ ସଫଳ ହେବା ସନ୍ନିକଟ ହେବ, ସେ ସମୟର ଲକ୍ଷଣ କ'ଣ, ତାହା ଆମମାନଙ୍କୁ କହନ୍ତୁ। ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ। ଅନେକ ମୋ ନାମରେ ଆସି ମୁଁ ସେ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ। ଏ ସମସ୍ତ ଆବଶ୍ୟକ ଘଟିବ, କିନ୍ତୁ ସେହି କାଳ ସୁଦ୍ଧା ଯୁଗାନ୍ତ ନୁହେଁ। କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ। ଏ ସମସ୍ତ ପ୍ରସବ ବେଦନାର ଆରମ୍ଭ ମାତ୍ର। କିନ୍ତୁ ତୁମେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ। ଲୋକେ ତୁମ୍ଭଠାରୁ ବିଚାର ସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମେମାନେ ସମାଜ ଗୃହଗୁଡ଼ିକରେ ପ୍ରହାରିତ ହେବ ଓ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ। ପୁଣି ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଆବଶ୍ୟକ ଘୋଷଣା କରାଯିବ। କିନ୍ତୁ ଯେତେବେଳେ ଲୋକେ ତୁମମାନଙ୍କୁ ଘେନି ଯାଇ ସମର୍ପଣ କରିବେ, ସେତେବେଳେ ତୁମେମାନେ କ'ଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ। କିନ୍ତୁ ସେହି ଦଣ୍ଡରେ ତୁମମାନଙ୍କର ଯାହା ଦିଆଯିବ ତାହା କୁହ, କାରଣ ତୁମେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି। ଭ୍ରାତା ଭ୍ରାତାକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ। ପୁଣି ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଦ୍ଧ କରିବେ। ଆଉ ମୋହର ନାମ ସକାଶେ ତୁମେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ। ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। କିନ୍ତୁ ତୁମେମାନେ ଯେତେବେଳେ ସେହି ଉଚ୍ଛନ୍ନକାରୀ ଘୃଣ୍ୟ ବସ୍ତୁକୁ ଯେଉଁଠାରେ ଅବସ୍ଥିତ ହେବା ଉଚିତ ନୁହେଁ, ସେହିଠାରେ ଅବସ୍ଥିତ ଦେଖିବ, ପାଠକ ବୁଝନ୍ତୁ। ସେତେବେଳେ ଯେଉଁମାନେ ଜିହୁଦା ପ୍ରଦେଶରେ ଥାନ୍ତି, ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ। ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନି ଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ। ପୁଣି ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନି ଯିବା ପାଇଁ ଲେଉଟି ନ ଯାଉ। ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ ସେମାନେ କ୍ଲେଶର ପାତ୍ର। କିନ୍ତୁ ଏହା ଯେପରି ଶୀତକାଳରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର। କାରଣ ସେହି କାଳରେ ଏପରି କ୍ଲେଶ ଘଟିବ ଯେ ଈଶ୍ୱରଙ୍କ କୃତ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେପରି ଘଟି ନାହିଁ, ପୁଣି କେବେ ହେଁ ଘଟିବ ନାହିଁ। ଆଉ ପ୍ରଭୁ ସେହି ସମୟ ଯେବେ ଉଣା କରି ନଥାନ୍ତେ, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ। ମାତ୍ର ସେ ଯେଉଁମାନଙ୍କୁ ମନୋନୀତ କରିଅଛନ୍ତି, ସେହି ମନୋନୀତ ଲୋକଙ୍କ ନିମନ୍ତେ ଉକ୍ତ ସମୟ ଉଣା କରାଯାଇଅଛି। ସେତେବେଳେ ଦେଖ ଖ୍ରୀଷ୍ଟ ଏଠାରେ କିବା ଦେଖ ସେଠାରେ, କେହି ଯେବେ ତୁମମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ। ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକମାନଙ୍କୁ ଭ୍ରାନ୍ତ କରିବେ। କିନ୍ତୁ ତୁମେମାନେ ସାବଧାନ ହୋଇଥାଅ, ମୁଁ ପୂର୍ବରୁ ତୁମମାନଙ୍କୁ ସମସ୍ତ ବିଷୟ ଜଣାଇଲି। ମନୁଷ୍ୟ ପୁତ୍ରଙ୍କ ପୁନରାଗମନ। ମାର୍କ 13 ପର୍ବ 24 ପଦ ଠାରୁ 27 ପଦ ପର୍ଯ୍ୟନ୍ତ। ମାତ୍ର ସେହି ସମୟରେ ସେହି କ୍ଲେଶ ଉତ୍ତାରେ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ହେବ ନାହିଁ। ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଫଳିତ ହେବାକୁ ଲାଗିବେ ଓ ଆକାଶ ମଣ୍ଡଳସ୍ଥ ଶକ୍ତି ସମୂହ ବିଚଳିତ ହେବେ। ସେତେବେଳେ ଲୋକେ ମନୁଷ୍ୟ ପୁତ୍ରକୁ ମହାପରାକ୍ରମ ଓ ମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ। ସେ ସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦିଗକୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।
डिम्बिरी वृक्षरू शिक्षा डिम्बिरी वृक्षरू दृष्टांत शिक्षा कर जेतेबेले ताहार शाखा सरस होई पल्लवित हुए सेतेबेले ग्रीष्म काल सन्निकट बोली तुमे माने जानी थाओ। सेहीपरि तुमे माने मध्य ए समस्त घटना देखिले से द्वारर सन्निकट यह जान। मु तुम मानकु सत्य कहूछि ए समस्त न घटिबा पर्यंत एही वर्तमान पुरुष कौनसी प्रकार लोप पाइब नाही। आकाश और पृथ्वी लोप पाइब मात्र मोहर वाक्य समूह लोप पाइब नाही। आगमन दिन और दंड आज्ञाता आगमनर दिन ओ दंड अज्ञात किंतु सेही दिन कि दंड विषय केही जानती नाही। स्वर्गस्थ दूत माने किंबा पुत्र सुद्धा जानती नाही, केवल पिता जानती। तुमे माने सावधान होई थाओ, जगी रुह, कारण से समय केबे हेबो ता तुमे माने जान नाही। ताहा एहीपरि जेपरि जड़े व्यक्ति अपना गृह त्याग करी विदेश रे प्रवास करुअछि आउ से अपना दास मानक अधिकार दे प्रत्येकर कार्य निरूपण करिअछन्ति ओ द्वारिकी मध्य जागी रहिबाको आज्ञा देई अछन्ति। अतएव काले गृहकर्ता आकाशमत आसी तुम मानक निद्रित देखती एथि निमंते जाग्रत थाओ, कारण से संध्या बेले कि अधरात्रि कि कुकुड़ा डाकिबा समय कि सकाळे केतेबेले जे आसीबे ता तुमे माने जान नाही। मु तुम मानक जहा कहूअछि ता समस्तंकु कहूछि जाग्रत थाओ। जीशुଙ୍କ विरुद्धरे चक्रांत निस्तार पर्व और खमीर शून्य रुटीर पर्व पड़ाकू 2 दिन थिला। सेही समय प्रधान याजक और शास्त्री माने किपरि ताहांकु छଳରେ धरी बद्ध करि पारंती सेतिर उपाय खोजुथिले, कारण से माने कहिले पर्व समय रे नुहे काले लोकंक मध्यरे गंडगोल हेबो। पर्व 14 मार्क लिखित सुसमाचार 14 पर्व। बेथनिया रे जीशुଙ୍କ अभिषेक मार्क 14 पर्व 3 पद ठारू 9। जीशु बेथनिया रे कुष्ठी सिमोनଙ୍କ गृहरे भोजन बसिबा समय जड़े स्त्री लोक गोटे पात्र रे बहुमूल्य विशुद्ध जटामांसी तैल आनी सेही पात्र भांगी तांग मस्तक ढालिबाकू लागिले। किंतु केतेक लोक विरक्त होई परस्पर को कहिले तैल काहीकि एपरि नष्ट हैला। एही तैल तो 150 टंकारु अधिक मूल्य विक्रय करा जाई दरिद्र मानकू दिया जाई पारि थांता। तेणु से माने सेही स्त्री लोक भर्सना करबाकू लागिले। किंतु जीशु कहिले तांकू छाड़ी दियो, काहीकि तांकू कष्ट देउछ, से मो प्रति उत्तम कर्म करिअछन्ति। कारण दरिद्र माने तो सर्वदा तुम मानक निकटरे अछन्ति आ तुम मानकर जेतेबेले इच्छा सेतेबेले सेमानकर उपकार करिपार, मात्र मु सर्वदा तुम मानक निकटरे नथिबी। ताहार जहा साध्य ताहा से करिछन्ति, सेतिरे से समाधि निमंते मोहर शरीर को पूर्वर तैल रे अभिषिक्त करिअछि। मु तुम मानकु सत्य कहूछि, समस्त जगतर जे कोनोसी स्थान रे सुसमाचार घोषणा करा जिवो से स्थान रे ए स्त्री लोकर स्मरणार्थे ताहार एही कर्मर कथा मध्य कुहा जिवो। जीशुଙ୍କୁ धराई देबा पई जिहुदार समित जीशुଙ୍କୁ धराई देबा पई जिहुदांकर सम्मति। मार्क 14 पर्व 10 और 11 सेतिरे द्वादशंग मध्यरु इस्कारियोत जिहुदा नामक जणे ताहांकु प्रधान याजकଙ୍କ हस्तरे समर्पण करबा निमंते सेमानଙ୍କ निकटकू गला। सेमाने ताहा सुनी आनंदित हले, ताहांकु टंका देबा पई प्रतिज्ञा कले। सेतिरे से ताहांकु सुविधा अनुसार किपरि धराई दे पारे यह अन्वेषण करबाकू लागिला। शिष्यଙ୍କ सह भोज पालन परे खमीर शून्य रुटी पर्वर प्रथम दिन रे जो दिन निस्तार पर्वर मेष शाबक बलिदान करा जाए सेही दिन तांकर शिष्य माने तांकु पचारले, आम्भे माने जाई केउ स्थान रे आपणक निमंते निस्तार पर्वर भोज प्रस्तुत करिबु बोली आपण इच्छा करंती। सेतिरे आपणा शिष्य मानक मध्यरु 2 जन को यह कही पठाइले, तुमे माने नगर को जाओ आउ जल कुंपा घेनी जाउथवा जणे लोक तुम मानकु भेटिबो, तांको पछे पछे जाओ। से जेउ गृह रे प्रवेश करिबो से गृहर कर्तांकु कुह, गुरु पचारु अछंती मु मोहर शिष्य मानक सहित जेउठारे निस्तार पर्वर भोजन पालन करिबी, मोहर से अतिथिशाला काई। सेतिरे से तुम मानकु सुसज्जित और प्रस्तुत
ଗୋଟିଏ ଉପରିସ୍ଥ ବୃହତ୍ କୋଠରୀ ଦେଖାଇଦେବେ। ସେ ସ୍ଥାନରେ ଆମମାନଙ୍କ ପାଇଁ ପ୍ରସ୍ତୁତ କର। ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ। ପୁଣି ସେ ସେମାନଙ୍କୁ ଯେପରି କହିଥିଲେ ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ସନ୍ଧ୍ୟା ହୁଅନ୍ତେ ସେ ଦ୍ୱାଦଶଙ୍କ ସହିତ ଆସିଲେ। ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ତୁମମାନଙ୍କ ମଧ୍ୟରୁ ଜଣେ ଯେ କି ମୋ ସାଙ୍ଗରେ ଭୋଜନ କରୁଅଛି ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ। ସେଥିରେ ସେମାନେ ଦୁଃଖିତ ହୋଇ ଜଣ ଜଣ କରି ତାଙ୍କୁ ପଚାରିବାକୁ ଲାଗିଲେ, ସେ କ'ଣ ମୁଁ? ଯୀଶୁ ସେମାନଙ୍କୁ କହିଲେ, ଦ୍ୱାଦଶଙ୍କ ମଧ୍ୟରୁ ଜଣେ ଯେ କି ମୋ ସହିତ ପାତ୍ରରେ ହାତ ବୁଡ଼ାଉଅଛି, ମନୁଷ୍ୟ ପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି ସେହିପରି ଯେ ସେ ପ୍ରୟାଣ କରୁଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟ ପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ ସେ ଦଣ୍ଡର ପାତ୍ର। ସେହି ଲୋକର ଜନ୍ମ ହୋଇନଥିଲେ ତା ପକ୍ଷରେ ଭଲ ହୋଇଥାନ୍ତା। ପ୍ରଭୁଭୋଜ ବିଧି ସ୍ଥାପନ। ମାର୍କ 14 ପର୍ବ 22 ପଦ ଠାରୁ 26। ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ନିଅ, ଏହା ମୋର ଶରୀର। ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ କରି ସେମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ। ଆଉ ଯୀଶୁ ସେମାନଙ୍କୁ କହିଲେ, ଯେଉଁ ନିୟମ ରକ୍ତ ଅନେକଙ୍କ ନିମିତ୍ତେ ପୀଡ଼ିତ ହୋଇଅଛି, ଇଏ ମୋହର ସେହି ରକ୍ତ। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯେଉଁଦିନ ମୁଁ ଈଶ୍ୱରଙ୍କ ରାଜ୍ୟରେ ନୂଆକରି ଦ୍ରାକ୍ଷାରସର ରସ ପାନ କରିବି, ସେହିଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହିଁ ପାନ କରିବି ନାହିଁ। ପୁଣି ସେମାନେ ସ୍ତବଗାନ କଲା ଉତ୍ତାରେ ଜିତ ପର୍ବତକୁ ବାହାରିଗଲେ। ପିତରଙ୍କ ଅସ୍ୱୀକାର ପୂର୍ବ ସୂଚନା। ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ ସମସ୍ତେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା ଆଉ ମେଷଗୁଡ଼ିକ ଛିନ୍ନ ଭିନ୍ନ ହୋଇଯିବେ। କିନ୍ତୁ ମୁଁ ଉତ୍ଥିତ ହେଲା ଉତ୍ତାରେ ତୁମମାନଙ୍କର ଆଘେ ଗାଲିଲିକୁ ଯିବି। ମାତ୍ର ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ। ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମକୁ ସତ୍ୟ କହୁଛି, ଆଜି ଏହି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମେ ମୋତେ 3 ଥର ଅସ୍ୱୀକାର କରିବ। କିନ୍ତୁ ସେ ଅତି ଦୃଢ଼ ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି ସମସ୍ତେ ମଧ୍ୟ ସେହି ପ୍ରକାରେ କହିଲେ। ଗେତ୍ସିମାନିରେ ଯୀଶୁଙ୍କ ପ୍ରାର୍ଥନା। ଗେତ୍ସିମାନିରେ ଯୀଶୁଙ୍କ ପ୍ରାର୍ଥନା। ମାର୍କ 14 ପର୍ବ 32 ଠାରୁ 42 ପର୍ଯ୍ୟନ୍ତ। ପରେ ସେମାନେ ଗେତ୍ସିମାନି ନାମକ ଗୋଟିଏ ସ୍ଥାନରେ ଆସିଲେ। ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମେମାନେ ଏଠାରେ ବସିଥାଅ। ପୁଣି ସେ ପିତର, ଯାକୁବ ଓ ଜହନକୁ ସାଙ୍ଗରେ ଘେନି ଅତ୍ୟନ୍ତ ବିସ୍ମୟାନ୍ୱିତ ଓ ବ୍ୟଥିତ ହେବାକୁ ଲାଗିଲେ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି। ତୁମେମାନେ ଏଠାରେ ରହି ଜଗିଥାଅ। ପୁଣି ସେ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡ଼ି, ଯଦି ହୋଇପାରେ ସେ ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ, ଏଥି ନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ। ଆଉ ଯୀଶୁ କହିଲେ, ଆବ୍ବା ପିତା, ସମସ୍ତ ତୁମ୍ଭର ସାଧ୍ୟ, ଏହି ପାନପାତ୍ର ମୋ ଠାରୁ ଦୂର କର, ତଥାପି ମୋର ଇଚ୍ଛା ନୁହେଁ, ତୁମର ଇଚ୍ଛା। ପୁଣି ଯୀଶୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ। ଆଉ ପିତରଙ୍କୁ କହିଲେ, ସିମନ, ତୁମେ କ'ଣ ଶୋଇପଡ଼ିଲ? ଦଣ୍ଡେ ହେଲେ ଜାଗି ପାରିଲ ନାହିଁ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ। ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ। ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କର ଆଖି ମାଡ଼ି ପଡ଼ୁଥିଲା। ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ ତାହା ଜାଣିନଥିଲେ। ଯୀଶୁ ତୃତୀୟ ଥର ଆସି ସେମାନଙ୍କୁ କହିଲେ, ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର, ଯଥେଷ୍ଟ ହେଲାଣି। ସେହି ସମୟ ଉପସ୍ଥିତ, ଦେଖ, ମନୁଷ୍ୟ ପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି। ଉଠ, ଆମେମାନେ ଯିବା। ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛନ୍ତି ସେ ନିକଟବର୍ତ୍ତୀ। ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ। ମାର୍କ 14 ପର୍ବ 43 ପଦ ଠାରୁ 52 ପର୍ଯ୍ୟନ୍ତ। ଆଉ ତତ୍କ୍ଷଣାତ ସେ କଥା କହୁଥିବା ସମୟରେ ଦ୍ୱାଦଶଙ୍କ ମଧ୍ୟରୁ ଜିହୁଦା ନାମକ ଜଣେ ଏବଂ ତାହାଙ୍କ ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନ ବର୍ଗଠାରୁ ଲୋକସମୂହ ଖଡ଼ଗ ଓ ଯଷ୍ଟି ଧରି ଆସିଲେ। ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଂକେତ ଦେଇ କହିଥିଲା, ମୁଁ ଯାହାକୁ ଚୁମ୍ବନ କରିବି ସେ ସେହି, ତାହାଙ୍କୁ ଧରି ସାବଧାନରେ ଘେନିଯିବ।
एणु से कणी तांक पाखकु जाई हे गुरु बोली कही तांकु बहुत चुम्बन कला। सेथिरे सेमाने तांक उपरे हाथ पकाई तांकु धरिले, किंतु पाखरे ठिया होइतिबा लोकमानंक मध्यरे जणे खंडा बाहर कले एवं महाजाजक दासंकु आघात करी तार कान काटी पकाइले। जीशु सेमानंकु उत्तर देले, डकायत विरुद्ध रे बाहरी जिबा परी खंडा और ठेंगा घेनी तुमे माने कौन मते धरिबा को आसिल? मु प्रतिदिन तुम मानक सहित मंदिर रे थाई शिक्षा देउथली, किंतु तुमे माने मते धरिल नाही। मात्र धर्मशास्त्र वाक्य समूह जेपरी सफल हुए सेथि निमंते ए समस्त घटुअछि। सेतेबेले समस्ते तांकु छाड़ी पळाई गले, किंतु जणे जुबा फुंगा देहरे खंडे सरू चादर घोड़ाई तांक होई तांको पछे पछे जाउथिला। सेमाने तांकु धरिले, मात्र से ही सरू चादर खंडिक छाड़ी देई फुंगा देहरे पळाई गला। महासभारे जीशुंक विचार। मार्क 14 पर्व 53 पद ठारू 65 पर्यंत। पर से जीशुंकु महाजाजक निकट को घेनी गले। पुणी प्रधान जाजक प्राचीन और शास्त्री माने समस्ते आसी एकत्र हेले। पितर दूर रे रही तांक पछे पछे महाजाजक प्रांगण भितर को गले और पदाधिक मानक सहित बसी निया पुआउथिले। इतिमध्य प्रधान जाजक माने और समस्त महासभा जीशुंकु बध करने निमंते तांक विरुद्ध रे साक्ष्य अन्वेषण करने को लगिले, किंतु पाइले नहीं। कारण अनेक तांक विरुद्ध रे मिथ्या साक्ष्य देले हैं, सेमानकर साक्ष्य मिसिला नहीं। पर केतेक लोक उठी तांक विरुद्ध रे मिथ्या साक्ष्य दे कहवा को लगिले। आमे माने यही कथा कहवा शुणी अच्छु। मु यही हस्तकृत मंदिर को भांगी 3 दिन मध्य आउ गोटे अहस्तकृत मंदिर निर्माण करी, किंतु एथिरे मध्य सेमानकर साक्ष्य मिसिला नहीं। तहिरे महाजाजक मध्यस्थल रे ठिया होई जीशुंकु पचारिले, तुम विरोध रे एमाने ये जो साक्ष्य देउ अछंती सेथिर किछि उत्तर देउना? किंतु से मौन होई रही कौनसी उत्तर देले नहीं। महाजाजक पुनर्बार तांकु पचारिले, तुमे कि मंगलमयंक पुत्र ख्रीष्ट? जीशु कहले, मु सेही। पुणी आपण माने मनुष्य पुत्रंकु पराक्रमर दक्षिण पार्श्वरे उपविष्ट और आकाशर मेघमालारे आगमन करिबा देखिबे। सेथिरे महाजाजक आपणा अंगरक्षा चिरी कहले, साक्षी आम मानकर आउ कौन प्रयोजन? आपण माने तो ईश्वर निंदा शुणिले, आपण मानक विचार कौन? एथिरे से माने समस्ते से प्राणदंडर योग्य बोली मत देले। पुणी केही केही तांको उपरे छेप पकाइबाकू लागिले और तांकर मुह घोड़ाई तांकू विधा मारी कहबाकू लागिले, तू परा भाववादी, प्रमाण दे। आ पदातिक माने चापुड़ा मारु मारु तांकू धरी घेनी गले। पितरंक जीशुंको अस्वीकार। मार्क 14 पर्व 66 ठारू 72 पर्यंत। इतिमध्य पितर ताले प्रांगण रे थिबा समय रे महाजाजक जने दासी आसी ता पितरंकु निया पुओ थर देखिला। आ तांको एक दृष्टि चाहि कहला, तुमे मध्य नाजरित जीशुंको सांगरे थिला। किंतु से अस्वीकार करी कहले, मु तांकु जाने नाही। आ तुम्हें कौन कहूच मु बुझु नाही। पर से दांड दुआरु बाहरी गले। पुणी से ही दासी तांकु देखी पाखरे ठिया होइतिबा लोक मानंकु आउ थरे कहबाकू लागिला, ये सेमानंक मध्यरु जणे। किंतु से पुनर्बार अस्वीकार करिबा लागिले। पुनश्च अल्प समय परे पाखरे ठिया होइतिबा लोक माने पितरंकु कहले, तुमे निश्चय सेमानंकर मध्यरु जणे, कारण तुमे तो गालिलीय लोक। किंतु से अभिशाप देई और राण पकाई कहबाकू लागिले, तुमे माने जेउ लोकर कथा कहूच मु ताकू जाने नाही। सेई क्षणी कुकुड़ा द्वितीय थर डाकिला। सेथिरे कुकुड़ा द्वितीय थर डाकिबा पूर्वरु तुमे मते 3 थर अस्वीकार करिब। एही जेउ कथा जीशु पितरंकु कहिथिले ताहा तांको मने पड़िला। आउ से ही कथा भाबी रोदन करिबाकू लागिले। पिलातंक सम्मुखरे जीशु। मार्क 15 पर्व 1 पद ठारू 5 पद पर्यंत। पिलात को सम्मुखरे जीशु। प्रभात हेबा मात्रे समस्त महासभा अर्थात प्राचीन और शास्त्री मानक सहित प्रधान जाजक माने सभा करी जीशुंकु बंधी घेनी जाई पिलातंक हस्तरे समर्पण कले। पिलात तांकु पचारिले, तुमे कि जिहुदी मानक राजा?
ସେ ତାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି। ଆଉ ପ୍ରଧାନ ଯାଜକମାନେ ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିବାକୁ ଲାଗିଲେ। ସେଥିରେ ପିଲାତ ପୁନର୍ବାର ତାଙ୍କୁ ପଚାରିଲେ, ତୁମେ କିଛି ଉତ୍ତର ଦେଉନାହ? ଦେଖ, ଏମାନେ ତୁମ ବିରୁଦ୍ଧରେ କେତେ ଅଭିଯୋଗ କରୁଅଛନ୍ତି। କିନ୍ତୁ ଯୀଶୁ ଆଉ କୌଣସି ଉତ୍ତର ଦେଲେ ନାହିଁ। ସେଥିରେ ପିଲାତ ଚମତ୍କୃତ ହେଲେ। ଯୀଶୁଙ୍କ ପ୍ରାଣଦଣ୍ଡ। ମାର୍କ 15 ପର୍ବ 6 ପଦ ଠାରୁ 15 ପଦ ପର୍ଯ୍ୟନ୍ତ। ମାତ୍ର ପର୍ବ ସମୟରେ ଲୋକମାନେ ଯେଉଁ ବନ୍ଦୀକୁ ମାଗୁଥିଲେ ତାଙ୍କୁ ସେ ସେମାନଙ୍କ ନିମନ୍ତେ ମୁକ୍ତ କରୁଥିଲେ। ଯେଉଁ ବିପ୍ଳବୀମାନେ ବିପ୍ଳବ ସମୟରେ ନରହତ୍ୟା କରିଥିଲେ ସେମାନଙ୍କ ସହିତ ବାର୍ବା ନାମକ ଜଣେ ଲୋକ ବନ୍ଦୀ ଥିଲା। ତେଣୁ ଲୋକସମୂହ ଉପରକୁ ଯାଇ ତାଙ୍କୁ ଆପଣା ରୀତି ଅନୁସାରେ କହିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ। ସେଥିରେ ପିଲାତ ସେମାନଙ୍କୁ ଉତ୍ତର ଦେଲେ, ତୁମେମାନେ କ'ଣ ଇଚ୍ଛା କରୁଅଛ? ଆମେ କ'ଣ ତୁମମାନଙ୍କ ନିମନ୍ତେ ଯିହୁଦୀମାନଙ୍କ ରାଜାକୁ ମୁକ୍ତ କରିଦେବା? କାରଣ ପ୍ରଧାନ ଯାଜକମାନେ ଯେ ଈର୍ଷାରେ ତାଙ୍କୁ ସମର୍ପଣ କରିଥିଲେ ତାହା ସେ ବୁଝିଲେ। ମାତ୍ର ସେ ଯେପରି ସେମାନଙ୍କ ନିମନ୍ତେ ବରଞ୍ଚ ବାର୍ବାବାଙ୍କୁ ମୁକ୍ତ କରନ୍ତି, ସେଥିପାଇଁ ପ୍ରଧାନ ଯାଜକମାନେ ଲୋକସମୂହକୁ ମତାଇଲେ। କିନ୍ତୁ ପିଲାତ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ତେବେ ଯାହାକୁ ତୁମେମାନେ ଯିହୁଦୀମାନଙ୍କ ରାଜା ବୋଲି କହୁଅଛ ତାହା ପ୍ରତି ଆମ୍ଭେ କ'ଣ କରିବା? ସେମାନେ ପୁଣି ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ। ସେଥିରେ ପିଲାତ ସେମାନଙ୍କୁ ପଚାରିଲେ, କାହିଁକି ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ। ଏଣୁ ପିଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାର୍ବାବାଙ୍କୁ ମୁକ୍ତ କଲେ। ପୁଣି ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ। ଯୀଶୁଙ୍କ ପ୍ରତି ପରିହାସ। ଯୀଶୁଙ୍କ ପ୍ରତି ପରିହାସ। ମାର୍କ 15 ପର୍ବ 16 ପଦ ଠାରୁ 20 ପଦ ପର୍ଯ୍ୟନ୍ତ। ସେଥିରେ ସୈନ୍ୟମାନେ ତାଙ୍କୁ ପ୍ରାଙ୍ଗଣ ଅର୍ଥାତ୍ ପ୍ରସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟ ଦଳକୁ ଡାକି ଏକତ୍ର କଲେ। ସେମାନେ ତାଙ୍କୁ କୃଷ୍ଟଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାଙ୍କ ମସ୍ତକରେ ଦେଲେ। ଆଉ ହେ ନାଜରିତ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାଙ୍କର ବନ୍ଦନା କରିବାକୁ ଲାଗିଲେ। ପୁଣି ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ମାରିଲେ ଓ ତାଙ୍କର ଉପରେ ଛେପ ପକାଇଲେ। ଆଉ ଆଣ୍ଠୁ ମାଡ଼ି ତାଙ୍କୁ ପ୍ରଣାମ କରିବାକୁ ଲାଗିଲେ। ସେମାନେ ତାହାଙ୍କୁ ପରିହାସ କଲାଉତାରେ ସେହି କୁଷ୍ଠଲୋହିତ ବର୍ଣ୍ଣର ବସ୍ତ୍ର କାଢ଼ି ନେଇ ତାହାଙ୍କ ନିଜ ବସ୍ତ୍ର ପିନ୍ଧାଇଲେ। ପୁଣି ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ। ଯୀଶୁଙ୍କ କ୍ରୁଶବିଦ୍ଧ। ସେତେବେଳେ ଆଲେକଜାଣ୍ଡାର ଓ ରୁଫୁଙ୍କ ପିତା ସିମୋନ ନାମକ ଜଣେ କୁଣିନୀୟ ଲୋକ ପଲ୍ଲୀ ଗ୍ରାମକୁ ଆସି ସେହି ବାଟ ଦେଇ ଯାଉଥିଲେ। ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବହିବା ପାଇଁ ବାଧ୍ୟ କଲେ। ଆଉ ସେମାନେ ତାହାଙ୍କୁ ଗାଲଗାଥା ଅର୍ଥାତ୍ କପାଳସ୍ଥ ନାମକ ସ୍ଥାନକୁ ଆଣିଲେ। ପୁଣି ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ଯାଚିଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ। ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ। ପୁଣି କିଏ କ'ଣ ପାଇବ ତାହା ଗୁଳିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କର ବସ୍ତ୍ର ସବୁ ଆପଣା ଆପଣା ମଧ୍ୟରେ ଭାଗ କରିନେଲେ। ଦିନ 9 ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ। ଆଉ ତାହାଙ୍କର ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୁଦୀମାନଙ୍କ ରାଜା। ପୁଣି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏପରି 2 ଜଣ ଡକାୟତଙ୍କୁ ସେମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇଲେ। ସେଥିରେ ଧର୍ମଶାସ୍ତ୍ର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ। ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାଙ୍କ ନିନ୍ଦା କରି କହିବାକୁ ଲାଗିଲେ, ବାଃ ରେ ମନ୍ଦିର ଭଗ୍ନକାରୀ ଓ 3 ଦିନ ମଧ୍ୟରେ ତାହା ନିର୍ମାଣକାରୀ, କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କର। ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀମାନଙ୍କ ସହିତ ପରସ୍ପର ଭାବରେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁନାହିଁ। ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହି କ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମେମାନେ ତାହା ଦେଖି ବିଶ୍ୱାସ କରିବା। ପୁଣି ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇ ଯାଇଥିଲେ ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ। ଯୀଶୁଙ୍କ ମୃତ୍ୟୁ। ମାର୍କ 15 ପର୍ବ 33 ପଦ ଠାରୁ 36। 12 ଘଣ୍ଟା ସମୟରେ ଦେଶ ଯାକ ଅନ୍ଧକାର ଘୋଟିଯାଇ 3 ଘଣ୍ଟା ପର୍ଯ୍ୟନ୍ତ ରହିଲା। 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସାବକ୍ଥାନି, ଅର୍ଥାତ୍ ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ? ଏହା ଶୁଣି ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କହିଲେ, ଦେଖ, ଇଏ ସେ ଏଲିୟକୁ ଡାକୁଛି। ପୁଣି ଜଣେ ଦୌଡ଼ି ଯାଇ
गोटे स्पंज अम्ल रसरे पूर्ण करी ता खंडे नଳରେ लगाई ताको पान करने को दे कहला रुह एलियो यहाँ ओह्लाइबा आसुअछंती कि नाई देखिबा। किंतु जीशु उच्च स्वर करी प्राण त्याग कले। पुणी मंदिरर विच्छेद वस्त्र उपरु तल पर्यंत चिरी 2 खंड हला। तांको सम्मुखरे ठिया होइतिबा सत सेनापति तांकर एही प्रकार प्राण त्याग देखि कहले सत्य एही व्यक्ति ईश्वरଙ୍କ पुत्र थिले। केतेक स्त्री लोक मध्य दूररू देखुथिले। सेमानଙ୍କ मध्यरे मगदलेनी मरियम, सान जाकुब और जोशीଙ୍କ माता मरियम पुणी सिलोमी थिले। से गालीरे थिबा समय से माने ताहांको पश्चात गमन करी ताहांको सेवा करुथिले। ताहांको सहित जेरुसालेम को आसीथिबा आहुरी अनेक स्त्री लोक मध्य देखुथिले। यीशुଙ୍କ समाधि। बेଳ गड़ी आसन्ते सेही दिन आयोजन दिन अर्थात विश्रामबार पर्व दिन थिबा हारा मथियार जोसेफ नामक महासभार जड़े संभ्रांत सभ्य जे निजे मध्य ईश्वरଙ୍କ राज्यर अपेक्षार थिले से साहसपूर्वक पिलातଙ୍କ निकट को जाई यीशुଙ୍କ शरीर मागिले। किंतु से जे मरीगलाणी यह शुणी पिलात चमत्कृत हेले। आओ सत सेनापति निकट को डकाई ताहांको पचारले से कौन बहुत बेल हेला मलानी। सत सेनापति मानक ठारू ताहा ज्ञात होई से सबटी जोसेफଙ୍କୁ देले। से खंडे सूक्ष्म वस्त्र किणी ताहांको ओह्लाई आनी सेतिरे ताहांको गुड़ाइले ओ पहाड़ रे खोला होइतिबा गोटे समाधि रे तांको थोई देई समाधि द्वार रे खंडे पत्थर गड़ाई देले। ताहांको केउ स्थान रे रखा गला ताहा मगदलेनी मरियम और जोशीଙ୍କ माता मरियम देखिले। यीशुଙ୍କ पुनरुत्थान। मार्क शेउल पर्व 1 पद ठारू 8 पद पर्यंत। विश्राम बार गत हेलाउतारे मगदलेनी मरियम, जाकुबଙ୍କ माता मरियम और सोलोमी सुगंधी द्रव्य किणिले जेपरी से माने जाई ताहांको मखाई दे पारंती। पुणी सप्ताह प्रथम दिन अति प्रत्युषे से माने समाधि निकट को गले। सेतेबेले सूर्य उठिथिला। से माने परस्पर कुहाकुही होइथिले किए आम मानक पई समाधि द्वार पत्थरटा गड़ाई देव, कारण ताहा अति बृहत थिला। एपरी समय से माने चाही देखिले जे पत्थर गड़ाई दिया जाई अछि। से माने समाधि मध्य प्रवेश करी शुक्ल वस्त्र परित जड़े जुभांकु दक्षिण पार्श्वे बसीथिबा देखि अतिशय विस्मानित हेले। सेतिरे से मानकु कहिले विस्मानित हो नाही, तुमे माने क्रूसरे हत नजरित यीशुଙ୍କୁ अन्वेषण करूअछ। से उठी अछंती, से एठारे नाहंती। देख एही स्थान रे से माने ताहांकु रखिथिले। किंतु तुमे माने जाई तांकर शिष्य मानकु ओ पितरंकु कुह से तुम मानक आगे गालिली को जाऊ अछंती। से तुम मानकु जेपरी कहिथिले सेपरी तुमे माने ताहांकु सेठारे देखिबो। सेतिरे से माने बाहरी समाधि निकट को पळाई गले, कारण से माने भयरे कंपुथिले और विस्मय अभिभूत होउथिले। पुणी काहार को किछि कहिले नाही, जेणु से माने भीत होइथिले। मरियम को यीशुଙ୍କ प्रथम दर्शन। सप्ताहर प्रथम दिन प्रत्युषे से पुनरुत्थान करी जहाँठारू 7 भूत छड़ाई थिले से मगदलेनी मरियम को प्रथम दर्शन देले। से जाई जो माने ताहांकर संगी होइथिले से मानकु संवाद देले। से माने शोक और रोदन करुथिले से जे जीवित अटंती और ताहांकु दर्शन देई अछंती। यह शुणी से माने विश्वास कले नाही। 2 जण शिष्यंकु यीशुଙ୍କ दर्शन। ए समस्त घटना उतारे सेमानଙ୍କ मध्यरु 2 जण गोटे पल्लीगुड़ ग्राम को जाउथबा समय से अन्य रूप से सेमानଙ୍କୁ दर्शन देले। पुणी सेमाने जाई अन्य मानंकु संवाद देले। पुणी सेमानଙ୍କର कथा सुद्धा सेमाने विश्वास कले नाही। महान आदेश। ए उतारे 11 शिष्य भोजन रे बतिजिबा समय से सेमानଙ୍କୁ दर्शन देले एवं सेमानଙ୍କର अविश्वास और हृदयर कठिनता हेतु सेमानଙ୍କୁ अनुजोग कले, कारण जो माने ताहांकु पुनरुत्थान देखिथिले सेमानଙ୍କ कथा सेमाने विश्वास करी नथिले। पुणी यीशु सेमानଙ୍କୁ कहले तुमे माने समुदाय जगत को जाई समस्त मानव जाति निकट रे सुसमाचार घोषणा कर। जे विश्वास करी बाप्तिजित हुए से परित्राण पाइब, किंतु जे अविश्वास करे से दंडाज्ञ पाइब। आउ विश्वासी मानकर यही सब चिन्ह अनुव्रत्ति हेब। से माने मो नाम रे भूत छड़ाइबे और नूतन नूतन भाषा रे कथा कहिबे। हस्तरे सर्प धरिबे। पुणी प्राणनाशक कौन सी पदार्थ पान कले सेमानकर किछि क्षति हेब नाही।
ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ। ଯୀଶୁଙ୍କ ସ୍ୱର୍ଗରୋହଣ। ଏହି ରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ। କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବ୍ରତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣ ସିଦ୍ଧ କଲେ। ପବିତ୍ର ପବିତ୍ର ଅତି ପବିତ୍ର ମହାନ ପରମେଶ୍ୱର ସ୍ୱର୍ଗୀୟ ପିତା ଏଲ୍ ସଦାଇ ପରମେଶ୍ୱର ପ୍ରଭୁ, ଧନ୍ୟବାଦ କରୁଛି ପ୍ରଭୁ। ଏ ମାର୍କ ଚପ୍ଟର ତୁମେ ଆମକୁ ପଢ଼ିବା ପାଇଁ ସାହାଯ୍ୟ କଲ, ମୁଁ ଧନ୍ୟବାଦ କରୁଛି। ମୁଁ ତ୍ରିପତି ପାତ୍ର ଓ କାଜଲ ଭଉଣୀ ଏହାକୁ ସମ୍ପୂର୍ଣ୍ଣ କଲୁ। ଆମ ସମସ୍ତଙ୍କୁ ତୁମେ ଆଶୀର୍ବାଦ କର ପିତା। ମୁଁ ତୁମକୁ ଧନ୍ୟବାଦ କରୁଛି। ପାତ୍ର ଷ୍ଟିୱାର୍ଡସିପ୍ ଏଲ୍ ସଦାଇ ଫାଉଣ୍ଡେସନକୁ ତୁମେ ଆଶୀର୍ବାଦ କର। ଆମର ଟିଚିଂ ମିନିଷ୍ଟ୍ରିକୁ ମଧ୍ୟ ତୁମେ ଆଶୀର୍ବାଦ କର। ଶ୍ରୋତାଗଣ ଯେଉଁମାନେ ଏହି ବାକ୍ୟ ଶୁଣୁଛନ୍ତି ସେମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଶୀର୍ବାଦ ବର୍ତ୍ତୁ। ଆମେନ୍, ଆମେନ୍, ଆମେନ୍।